ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପରିବେଶ ବହିର ବିଚିତ୍ର ଆମ ବିଶ୍ୱ ବହିର ଖାଦ୍ୟର ରହସ୍ୟ ବିଷୟରେ ଜାଣିବା। ତ ଆସ ଏହି ଅଧ୍ୟାୟରେ ଆମେ କଣ ଦେଖିବା ନା ଖାଦ୍ୟ ସଂରକ୍ଷଣରେ ବିଭିନ୍ନ ବୈଜ୍ଞାନିକ କାରଣ ଓ ପାରମ୍ପରିକ ଭାରତୀୟ ଖାଦ୍ୟ ସଂରକ୍ଷଣ ପ୍ରଣାଳୀର ଅନୁସନ୍ଧାନ କରିବା। ଠିକ ଅଛି। ତ ଆଜି ପାଇଁ ଶିକ୍ଷଣ ବିନ୍ଦୁ ରହିଛି କଣ ନା ଖାଦ୍ୟ ପଦାର୍ଥ ଆମେ କିପରି ସଂରକ୍ଷଣ କରିହେବ ତାହା କହିବ। ଖାଦ୍ୟ ପଦାର୍ଥ ସଂରକ୍ଷଣ ପାଇଁ କେଉଁ କେଉଁ ବୈଜ୍ଞାନିକ ପଦ୍ଧତି ଆମେ ଅବଲମ୍ବନ କରିବା ତାହା ମଧ୍ୟ କହିବ। ତା ସହିତ କେଉଁ କେଉଁ ପାରମ୍ପରିକ ପଦ୍ଧତି ଆମେ ଅବଲମ୍ବନ କରିବା, ଯୋଉଟା ଭାରତୀୟ ପାରମ୍ପରିକ ପଦ୍ଧତି, ସେ ବିଷୟରେ ମଧ୍ୟ ତୁମେ ମାନେ କହିବ। ତେବେ ଆସ ଆମେ ବିଷୟକୁ ଦେଖିବା। ତ ପ୍ରଥମେ ହଉଛି କଣ ନା ଶୁଖାଇବା ଓ ସାଇତି ରଖିବା। କାରଣ ଖାଦ୍ୟ ନଷ୍ଟ ହୁଏ କେତେବେଳେ, ଯଦି ସେଥିରେ ଆର୍ଦ୍ରତା ରହିବ, ତାକୁ ଉପଯୁକ୍ତ ତାପମାତ୍ରା ମିଳିବ ଆଉ ତାକୁ ବାୟୁ ମିଳିବ, ତାହେଲେ ସେଟା ନଷ୍ଟ ହବ। ତ ପ୍ରଥମେ ଆମେ କଣ କରିବା ନା ତାକୁ ଶୁଖାଇକି ସାଇତି ରଖିବା। କିପରି ଦେଖ, ସବୁଠାରୁ ସହଜ ଉପାୟ ହେଉଛି ଖରାରେ ଶୁଖାଇବା। କାରଣ ସୂର୍ଯ୍ୟ କିରଣର ଯୋଉ ଉତ୍ତାପରେ ସେଥିରୁ କଣ ହବ ନା ଜଳୀୟ ଅଂଶ ବା ଆର୍ଦ୍ରତା କମିଯିବ, ଯାହା ଫଳରେ ଖାଦ୍ୟଟି ଆମର ସାଇତି ରହିବ। ତା ସହିତ ଆଉ କଣ ହବ ନା ଅଣୁଜୀବ ମାନେ ସେଥିରେ ବୃଦ୍ଧି ହେବେ ନାହିଁ। ଯେତେବେଳେ ଜଳୀୟ ଅଂଶ ନ ରହିବ, ସେଥିରେ ଅଣୁଜୀବ ମାନେ ମଧ୍ୟ ସୃଷ୍ଟି ହୋଇପାରିବେ ନାହିଁ। ବୁଝିଗଲା? ତାହେଲେ ଦେଖ, ଏଇଟା କଣ ଦେଖିପାରୁଛ, ଡାଲିରୁ ତିଆରି ବଡି। ଏଇଟା କଣ ଦେଖିଲ, ଶୁଖୁଆ ନାଇଁ, ଯୋଉଟା ମାଛରୁ ତିଆରି ହେଇଛି। ଏଇଟା ଦେଖିଲ ସମସ୍ତେ ପାଟିରୁ ଲାଳ ବୋହିଲାଣି ସମସ୍ତଙ୍କର, ନୁହଁ? ଏଇଟା କଣ କହିଲ, ହଁ ଆମ୍ବୁଲ, କଞ୍ଚା ଆମ୍ବରୁ ତିଆରି ହେଇଛି। ତାପରେ ଏଇଟା କଣ ଦେଖିଲ, ଶୁଖିଲା ଲଙ୍କା ନାଇଁ। ତାହେଲେ ଚାରିଟା ଯାକ ଜିନିଷ ଦେଖିଲେ ତମର କଣ ଦେଖୁଛ ନା ଏଥିରେ କଣ ହେଇଛି ନା ଆମର ଖାଦ୍ୟ ପଦାର୍ଥକୁ ଭଲ ଭାବରେ ଶୁଖାଇ ଏଠି ସାଇତିକି ରଖା ଯାଇଛି। ଯାହା ଦ୍ଵାରା କଣ ହଉଛି ନା ଖାଦ୍ୟ ପଦାର୍ଥ ଗୁଡିକ ସବୁ ସୁରକ୍ଷିତ ଭାବରେ ଆମର ସାଇତିକି ରହୁଛି। କାରଣ ଯେହେତୁ ଖରାରେ ଶୁଖାଗଲା, ତାର ଜଳୀୟ ଅଂଶ ଗୁଡିକ କଣ ହେଲା, ସେଥିରୁ କମିଗଲା, ଯାହା ଫଳରେ ସେ ସୁରକ୍ଷିତ ରହିଲା। ଏବେ ଏଇଟା କଣ ଦେଖିଲ, ଆଚାର ନାଇଁ। ତାହେଲେ ଆଚାର ପ୍ରସ୍ତୁତିରେ ଆମେ କଣ କରୁ ନା ତେଲର ମିଶ୍ରଣ କରିଥାଉ। ସେ ଉପାୟରେ ମଧ୍ୟ ଆମେ ଖାଦ୍ୟକୁ ସୁରକ୍ଷିତ କରି ରଖି ପାରିବା। କିପରି ଦେଖ, ନା ତେଲ ଏକ ପ୍ରାଚୀର ଭଳି କାମ କରେ। ଯେତେବେଳେ ଆଚାରରେ ଆମେ ତେଲ ମିଶେଇ ଦଉ, ସେ କଣ କରେ ନା ପାତ୍ର ମଧ୍ୟରେ ବାୟୁ ପ୍ରବେଶକୁ ରୋକି ଦେଇଥାଏ, ଆଉ ପାତ୍ର ମଧ୍ୟକୁ ବାୟୁ ପ୍ରବେଶ କରିପାରିବନି। ଯୋଉ ଖାଦ୍ୟ ପଦାର୍ଥ ରହିଲା ତାକୁ ମଧ୍ୟ ବାୟୁ ଆଉ ଛୁଇଁ ପାରିବ ନାହିଁ, କାରଣ ତା ଉପରେ ତେଲର ଗୋଟେ ଆବରଣ ରହିଯାଇଥାଏ। ତେଣୁ ଯେତେବେଳେ ବାୟୁ ପ୍ରବେଶ ନ କରିପାରିବ, ସେଥିରେ ଅଣୁଜୀବ ମାନେ ମଧ୍ୟ ବଢି ପାରିବେ ନାହିଁ। ଯଦି ବାୟୁ କଲାନି, ତାହେଲେ ଯେକୌଣସି ଆମକୁ କହିଥିଲେ ଆର୍ଦ୍ରତା ହଉ କି ଆମର ଆର୍ଦ୍ରତା ହଉ କି ଆମର ବାୟୁ ହଉ କିମ୍ବା ତାପମାତ୍ରା ଯଦି ଆମେ ନିୟନ୍ତ୍ରଣ କରିପାରିଲେ, ତାହେଲେ ସେଥିରେ ଅଣୁଜୀବ ମାନେ ବଢି ପାରିବେ ନାହିଁ। ତେଣୁ ଯେତେବେଳେ ବାୟୁ ପ୍ରବେଶ ନ କରିବ, ସେଥିରେ ଅଣୁଜୀବ ମାନେ ମଧ୍ୟ ଆଚାରରେ ବଢି ପାରିବ ନାହିଁ। ତା ସହିତ ଆଉ ଗୋଟେ ମଧ୍ୟ ହେଇପାରିବ କଣ ନା ଚିନିର ବ୍ୟବହାର। ଆମେ ଚିନି ବ୍ୟବହାର କରି ମଧ୍ୟ କଣ କରିପାରିବା ନା ଖାଦ୍ୟ ପଦାର୍ଥକୁ ସୁରକ୍ଷିତ କରି ରଖି ପାରିବା। କିପରି ଦେଖ, କେବଳ ଲୁଣ ନୁହେଁ, ଅଧିକ ଚିନି ମଧ୍ୟ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚାଇଥାଏ। ହେଲା, ଲୁଣ ପରି ଚିନି ମଧ୍ୟ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚାଏ। କିପରି ଦେଖ, ନା ଯୋଉ ଫଳ ଆମର ଅଛି, ତାକୁ ଯଦି ଆମେ ସିଝାଇ ଦବା ଭଲରେ, ସେଥିରେ ଚିନି ମିଶାଇ ଦବା, ତାହେଲେ ସେ ଜାମ୍ ଓ ଜେଲି ହୋଇଯିବ। ଯେତେବେଳେ ଜାମ୍ ଆଉ ଜେଲି ହେଇଯିବ, ତାହା ମଧ୍ୟ କଣ ହବ ନା ବହୁତ ଦିନ ଯାଏ ସାଇତିକି ରହିବ, ଆଉ ସେ ନଷ୍ଟ ହେବ ନାହିଁ। ଚିନି ଯୋଗୁ ଏହା ଡବା ଭିତରେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ, ଆଉ ସେ ନଷ୍ଟ ହୁଏ ନାହିଁ। ତାପରେ ଆଉ ଗୋଟେ ଉପାୟ ହଉଛି କଣ ଆମର ନା ଫ୍ରିଜ। ଫ୍ରିଜ ସାହାଯ୍ୟରେ ମଧ୍ୟ ଆମେ କରିପାରିବା କଣ ଦେଖ, ନା ଥଣ୍ଡା ଜାଗାରେ ଖରାପ ଜୀବାଣୁ ମାନେ ବଢି ପାରନ୍ତି ନାହିଁ।
ଥଣ୍ଡା ସ୍ଥାନ ରହିବ, ସେଠି ଜୀବାଣୁ ମାନେ ବଢି ପାରିବେ ନାହିଁ। କାରଣ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ଅଧିକ ଗରମରେ ବି ଜୀବାଣୁ ମାନେ ବଢି ପାରିବେନି। ତେଣୁ ମା ଫଳ, ପନିପରିବା, କ୍ଷୀର ଆଦି ଆଣି ଫ୍ରିଜରେ ରଖନ୍ତି, ଯାହା ଦ୍ୱାରା କଣ ନା ଥଣ୍ଡା ସ୍ଥାନରେ ସେଥିରେ ଅଣୁଜୀବ ସୃଷ୍ଟି ହେବେ ନାହିଁ, ଆଉ ସେ ବହୁତ ଦିନ ଯାଏ ସତେଜ ରହିବ। ଫ୍ରିଜ ଭିତରେ ଥିବା ଥଣ୍ଡା ପବନ ଖାଦ୍ୟକୁ ବହୁତ ଦିନ ପର୍ଯ୍ୟନ୍ତ ସତେଜ ରଖିଥାଏ। ତାହେଲେ ତୁମେ ସବୁ ଜାଣିଛ ନାଇଁ। ଆଉ କଣ କରିପାରିବା ନା ଗରମ କରିବା ବା ଫୁଟାଇବା। ତ ଖାଦ୍ୟକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ତାକୁ ଗରମ ମଧ୍ୟ କରାଯାଏ। କିପରି ନା ଯେପରି ଲହୁଣୀକୁ ଆମେ ଫ୍ରିଜରେ ନ ରଖି ତାକୁ ଗରମ କରି ଫୁଟାଇଲେ ତାହା ଘିଅରେ ପରିଣତ ହୋଇଯାଏ। ବୁଝିଗଲା? ଯେପରି ଦେଖ, ଲହୁଣୀକି ପ୍ରଥମେ ଗରମ କରାଗଲା, ସେଥିରୁ ଯୋଉ ଜଳ ଥିଲା ସେ ଜଳ ଅଲଗା ହୋଇଗଲା, ତାପରେ ଜଳ ବାଷ୍ପୀଭୂତ ହୋଇଯାଏ ଓ ଶେଷରେ ଯାହା ରହିଯାଏ ସେଟା ହଉଛି ଘିଅ। ଯେହେତୁ ସେଥିରେ ଆମର କଣ ଘିଅରେ ଜଳୀୟ ଅଂଶ ନାହିଁ, ତେଣୁ ତାହା ଆଉ ନଷ୍ଟ ହୁଏନି, ସୁରକ୍ଷିତ ଭାବରେ ବହୁତ ଦିନ ପର୍ଯ୍ୟନ୍ତ ସାଇତିକି ସେଟା ରହିଥାଏ। ତା ସହିତ ଆଉ କଣ କରିପାରିବା ନା ବାୟୁରୁଦ୍ଧ ପାତ୍ରର ବ୍ୟବହାର କରିବା, ଯାହା ମଧ୍ୟକୁ ବାୟୁ ପ୍ରବେଶ କରିପାରିବ ନାହିଁ। ଯେମିତି କଳକାରଖାନାରେ ତିଆରି ଖାଦ୍ୟକୁ ଆମେ ଅଣୁଜୀବ ମୁକ୍ତ କରିବା ପାଇଁ ସେଥିରେ ବାୟୁରୁଦ୍ଧ ପାତ୍ର କିମ୍ବା ପ୍ୟାକେଟ ଭିତରେ ଆମେ ତାକୁ ରଖିଥାଉ, ଯାହା ମଧ୍ୟକୁ ବାହାରର ବାୟୁ ପ୍ରବେଶ କରିପାରିବ ନାହିଁ। ଯେତେବେଳେ ବାହାରର ବାୟୁ ପ୍ରବେଶ ନ କରିବ ତାହା ସୁରକ୍ଷିତ ରହିବ। ତା ସହିତ ପୂର୍ବ କାଳ ଲୋକ ମଧ୍ୟ ପାଣିକୁ ଥଣ୍ଡା ଆଉ ଭଲ ରଖିବା ପାଇଁ ମାଟି ପାତ୍ର ବା ମାଠିଆର ବ୍ୟବହାର କରୁଥିଲେ, ଆଉ ସେଥିରୁ ଡଙ୍କି ସାହାଯ୍ୟରେ ପାଣି କାଢୁଥିଲେ, ହାତ ପୁରଉ ନଥିଲେ। ବୁଝିହେଲା? ତ ଯାହା ଦ୍ୱାରା କଣ ହଉଥିଲା ନା ଆମର ଜଳ ମଧ୍ୟ ସୁରକ୍ଷିତ ରହୁଥିଲା, ଆଉ ତାକୁ ଆମେ ସହଜରେ ବ୍ୟବହାର କରି ପାରୁଥିଲେ। ତ ଏବେ ଆସ କେତୋଟି ଉପକାରୀ ଅଣୁଜୀବ ଦେଖିବା। ଯେମିତି ବାୟୁରେ କିଛି ଆମର ଉପକାରୀ ଅଣୁଜୀବ ଅଛନ୍ତି, ଯାହାକି ଇଟଲି ପିଠଉକୁ ଫୁଲାଇବାରେ ସାହାଯ୍ୟ କରନ୍ତି। ଯଦି ଆମର କେତୋଟି ଉପକାରୀ ଅଣୁଜୀବ ନଥାନ୍ତେ ତାହେଲେ ଆମେ ଯୋଉ ଇଟିଲି ଖାଉଛେ ତାହା ଏତେ ନରମ ହୋଇ ନଥାନ୍ତା। ଯୋଉ ଅଣୁଜୀବ ମାନେ ଅଛନ୍ତି ସେମାନେ ତାକୁ ଫୁଲାଇ କଣ କରନ୍ତି ନା ନରମ କରିଦିଅନ୍ତି, ଆଉ ସେଟା ଫୁଲିକି ରୁହେ, ଯାହାକୁ ଆମେ ଖାଇବାକୁ ଭଲ ଲାଗେ। ତା ସହିତ ଯଦି ଆମେ ମେଳାରେ ଯୋଉ ବାହାର ଖାଦ୍ୟ ଖାଉଛେ ସେଟା ପେଟ ଖରାପ କରିଦଉଛି, କାହିଁକି ନା ସେସବୁରେ ଆମର କେତୋଟି ଖରାପ ଅଣୁଜୀବ ମାନେ ଥାଆନ୍ତି, ଯୋଉମାନେ କି ଆମ ପେଟ ଖରାପ କରିଦିଅନ୍ତି। ତେଣୁ ସେ ସମୟରେ ଘରେ କଣ କରନ୍ତି ମା, ଯଦି ପେଟ ଖରାପ ହେଲା ଦହି ଖାଇବାକୁ ଦେଇ ଦିଅନ୍ତି, ଦିଅନ୍ତିନି? ତାହେଲେ ଦହି ଖାଇଲେ କଣ ହବ ନା ଯୋଉ ପେଟଟି ଖରାପ ହେଇଥିଲା ତାହା ଆମର କଣ ହେଇଯିବ ନା ଭଲ ହୋଇଯିବ। କାରଣ ଦହିରେ ଯୋଉ ଉପକାରୀ ଅଣୁଜୀବ ଥାଆନ୍ତି ସେଗୁଡେ କଣ କରନ୍ତି ନା ଆମ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରନ୍ତି। କିନ୍ତୁ ଯଦି ବେଶୀ କଷ୍ଟ ହୁଏ ତାହେଲେ ଡାକ୍ତରଙ୍କୁ ନେଇ ଦେଖେଇବ, ହେଲା? ଆଉ ଦହି ଖାଇଲା ପରେ ଯଦି ଉପଶମ ନ ମିଳେ ତାହେଲେ ନେଇ ଡାକ୍ତରଙ୍କୁ ଆମେ ଦେଖେଇଦବା। ତ ଏବେ ଆସ ଆମେ କେତୋଟି ପ୍ରଶ୍ନର ଆମେ ଉତ୍ତର କରିବା। ଠିକ ଅଛି? ଖାଦ୍ୟରୁ ଜଳୀୟ ଅଂଶ କମାଇବା ପାଇଁ ସବୁଠାରୁ ସହଜ ଉପାୟ କଣ କହିଲେ ଦେଖିବା? ତାକୁ ଆମେ ଖରାରେ ଶୁଖାଇବା, ଯାହା ଦ୍ୱାରା ଖାଦ୍ୟରୁ ଜଳୀୟ ଅଂଶ କମିଯିବ। ଆଚାର ପ୍ରସ୍ତୁତି ସମୟରେ ବାୟୁ ପ୍ରବେଶ ରୋକିବା ପାଇଁ କେଉଁ ପଦାର୍ଥ ଏକ ପ୍ରାଚୀର ଭଳି କାମ କରେ କହିଲେ ଦେଖି? ତେଲ, ନାଇଁ? ହଁ, ତେଲ ଗୋଟେ ପ୍ରାଚୀର ଭଳି କାମ କରେ। କେଉଁ ପଦାର୍ଥ ମିଶାଇ ଫଳ ଗୁଡିକରୁ ଜାମ ଓ ଜେଲି ତିଆରି ହୁଏ କହିଲ? ଚିନି ମିଶାଇଲେ, ନାଇଁ? ହଁ, ସବୁ ମନେ ରଖିଦେଇଛ ତମ ମାନେ, ଭେରି ଗୁଡ। ତ ଏବେ ଆସ ଆମେ କେତେଟା ଶୂନ୍ୟ ସ୍ଥାନ ପୂରଣ କରିବା। ଖାଦ୍ୟରେ ଅଧିକ ଡ୍ୟାସ୍ ମିଶାଇଲେ ତାହା ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ, ଲୁଣ କିମ୍ବା ଚିନି, ନାଇଁ? ଭେରି ଗୁଡ। ମାଛକୁ ଖରାରେ ଶୁଖାଇ ଡ୍ୟାସ୍ ତିଆରି କରାଯାଏ, ଶୁଖୁଆ ତିଆରି କରାଯାଏ, ନାଇଁ? ଭେରି ଗୁଡ। ଡ୍ୟାସ୍ ଜାଗାରେ ଖରାପ ଜୀବାଣୁ ମାନେ ଶୀଘ୍ର ବଂଶ ବୃଦ୍ଧି କରିପାରନ୍ତି ନାହିଁ, କେଉଁ ଜାଗାରେ କହିଲ? ଅଧିକ ଥଣ୍ଡା ଜାଗାରେ, ଯୋଉଠି ଥଣ୍ଡା ହବ ସେଠି ଆମର ଅଣୁଜୀବ ମାନେ ରହିପାରିବେ ନାହିଁ। ତ ଏଇଠି ଆମେ ଦେଖ କେତୋଟି ସ୍ତମ୍ଭ ମିଳନ କରିବା। କଞ୍ଚା ଆମ୍ବ, କଞ୍ଚା ଆମ୍ବରୁ କଣ ମିଳେ? ଆମ୍ବୁଲ ମିଳେ, ନାଇଁ? ଭେରି ଗୁଡ। ଜାମ ବା ଜେଲି କିପରି ମିଳିବ?
ଚିନି ମିଶାଇବା ଦ୍ୱାରା ଫଳରେ ଆଚାରରେ କଣ ହୁଏ ନା ତେଲର ବ୍ୟବହାର ହୁଏ। ତା ସହିତ ଫ୍ରିଜରେ କଣ ହୁଏ ନା କମ ତାପମାତ୍ରାରେ ଆମ ଖାଦ୍ୟ ସୁରକ୍ଷିତ ରହିଥାଏ। ନାଇଁ, ଭେରି ଗୁଡ। ତେବେ ଆଉ କେତୋଟି ପ୍ରଶ୍ନ ଦେଖିବା। ଖାଦ୍ୟକୁ ଖରାରେ ଶୁଖାଇଲେ ତାହା କାହିଁକି ବହୁତ ଦିନ ରହେ? କାରଣ ଖାଦ୍ୟକୁ ଖରାରେ ଶୁଖାଇବା ଦ୍ୱାରା ସେଥିରୁ ଜଳୀୟ ଅଂଶ କମିଯାଏ, ଫଳରେ ଅଣୁଜୀବ ମାନେ ସେଥିରେ ବଢି ପାରନ୍ତି ନାହିଁ। ଆଚାରକୁ ସୁରକ୍ଷିତ ରଖିବାରେ ତେଲର ଭୂମିକା କଣ? ତେଲ ବାୟୁ ପ୍ରବେଶକୁ ରୋକିଥାଏ, ଯାହା ଦ୍ୱାରା ଅଣୁଜୀବ ମାନେ ବଢି ପାରନ୍ତି ନାହିଁ ଏବଂ ଆଚାର ସୁରକ୍ଷିତ ରହେ। ଲୁଣ ଦେଇ ସଂରକ୍ଷିତ କରାଯାଉଥିବା ଦୁଇଟି ଖାଦ୍ୟର ନାମ କହିଲ? ଆମ୍ବୁଲ ଆଉ ଶୁଖୁଆ। ତାହେଲେ ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ପୁଣି ଆଗାମୀ ଅଧ୍ୟାୟରେ ଦେଖା ହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।